ରେଭେନ୍ସାର ନାମ ପରିବର୍ତ୍ତନ ଯଥାର୍ଥ କି ଏ ସମ୍ପର୍କରେ ତାର ଟିକେ କୁହନ୍ତୁ। 1868 ମସିହାରୁ ଆରମ୍ଭ ହୋଇଥିବା ଗୋଟେ କଲେଜର ପରିଚୟକୁ ବଦଳାଇବାର ପ୍ରଶ୍ନ ଯଥାର୍ଥ କି ଯଥାର୍ଥ ନୁହେଁ, ଏ ସଂକ୍ଷିପ୍ତ ଭାବରେ ଏ ଉତ୍ତର ଦିଆଯାଇ ନପାରେ। ଜଗନ୍ନାଥ ପୁରୀ ଯେମିତି ଓଡ଼ିଆ ଲୋକଙ୍କର ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ପରିଚୟ, ଏକ ଅସ୍ମିତା, ଶିକ୍ଷା କ୍ଷେତ୍ରରେ ଏବଂ ଓଡ଼ିଶାକୁ ବିକାଶ କରିଥିବା ବା ଓଡ଼ିଶାକୁ ସାରା ବିଶ୍ୱରେ ପରିଚୟ ଦେଇଥିବା ରେଭେନ୍ସା ୟୁନିଭର୍ସିଟି ଓଡ଼ିଆବାସୀଙ୍କ ପାଇଁ ଏକ ଅସ୍ମିତା। ତେଣୁ ଗୋଟେ ନାଁ ପରିବର୍ତ୍ତନର ଆଭିମୁଖ୍ୟ କିଛି ବୁଝା ପଡ଼େ ନାହିଁ। ନାଁ ପରିବର୍ତ୍ତନ କଲେ ଆମେ ଦେଶୀୟ ହୋଇଯିବା, ନାଁ ପରିବର୍ତ୍ତନ ନ କଲେ ଆମେ ବିଦେଶୀ ପରିଚୟରେ ବଞ୍ଚିବା, ଏମିତି ଏକ ଭ୍ରମାତ୍ମକ ଧାରଣା ଅନେକ ସମୟରେ ଆମକୁ ଗୋଟେ ପ୍ରଶ୍ନବାଚୀ କରିକି ରଖିଛି। ଆମେ ରେଭେନ୍ସା ଯେହେତୁ ରେଭେନ୍ସା ସାହେବ କମିଶନଙ୍କ ନାଁରେ ହେଇଛି, ସେଥିପାଇଁ ଆମକୁ ଟିକେ ଅସୁବିଧା ଲାଗୁଛି। ଯେହେତୁ ଆମେ ଓଡ଼ିଆ, ଆମେ ଭାରତୀୟମାନେ, ଆମ ଭାରତରେ ଅନେକ ମନୀଷୀମାନେ ଅଛନ୍ତି ଯେଉଁମାନଙ୍କ ନାଁରେ ଆମେ ତାକୁ ନାମିତ କରିପାରିବା। ଏ ପ୍ରଶ୍ନ ଆସୁଥିବାରୁ ଏ କଥା ଆସୁଛି ଯେ ତାକୁ ଆମେ ଇଂରାଜୀ ବର୍ତ୍ତମାନ ଗୋଟେ ବିଦେଶୀ ଭାଷା ହେଇକି ନାହିଁ, ଇଏ ଏକ ଆନ୍ତର୍ଜାତୀୟ ସ୍ତରୀୟ ଭାଷା। ଇଏ ହେଉଛି ଗୋଟେ ଗ୍ଲୋବାଲ ଲାଙ୍ଗୁଏଜ। ସାରା ପୃଥିବୀର ଲୋକମାନେ ଏହାକୁ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଭାଷା, ପ୍ରତ୍ୟେକ ସଂସ୍କୃତି ଭିତରେ ଗୋଟେ ଇଂରାଜୀ ସଭ୍ୟତା ଆମ ଭିତରେ ପଶିଛି। ତା ମାନେ ନୁହେଁ ଯେ ଆମ ସଂସ୍କୃତିକୁ ଆମେ ସମ୍ପୂର୍ଣ୍ଣ ଭାବରେ ଆମ ପାଖରୁ ଦୂରେଇ ଦେଇଛେ। ଆମେ ବର୍ତ୍ତମାନ ଯେଉଁ ଗ୍ଲାସରେ ପାଣି ପିଉଛେ, ଏହା ହେଉଛି କି ଇଂରାଜୀ ଶବ୍ଦ। ଯଦି ଆମେ କହିବା ଯେ ଗୋଟେ ଗ୍ଲାସ ପାଣିଆ, ଯଦି ଗ୍ଲାସର ଓଡ଼ିଆ ଚଷକ ଆମେ କହିବା, କୌଣସି ପିଲାଟିଏ ହଉ, ବୃଦ୍ଧଟିଏ ହଉ, ଏ ବିଷୟରେ ସେ ବୁଝିପାରିବ ନାହିଁ। ଗ୍ଲାସକୁ ଲୋକମାନେ ଓଡ଼ିଆ ଭାଷା ବୋଲି ଗ୍ରହଣ କରିସାରିଛନ୍ତି। ଗୋଟେ ଭାଷା କୌଣସି ଭାଷାର ଶତ୍ରୁ ନୁହେଁ ବା କୌଣସି ସଂସ୍କୃତିର ଶତ୍ରୁ ନୁହେଁ। ରେଭେନ୍ସା କଲେଜ ଯେତେବେଳେ ଆରମ୍ଭ ହୋଇଥିଲା 1868 ମସିହାରେ, ଇଏ ଏକ ଆଭିମୁଖ୍ୟ ନେଇକି ଆରମ୍ଭ ହୋଇଥିଲା। ଆଭିମୁଖ୍ୟ ହେଉଛି 1866 ମସିହାରେ ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ହେଲା ଏବଂ ନଅଙ୍କ ଦୁର୍ଭିକ୍ଷ ବିଷୟରେ ଉତ୍କଳ ଦୀପିକା ଗୌରୀଶଙ୍କର ରାୟ ପ୍ରଥମେ ଏ ବିଷୟରେ ସେ ପ୍ରକାଶ କଲେ ଏବଂ ଏହା ଏକ ସଙ୍କଟ ସୃଷ୍ଟି କରିଛି ଓଡ଼ିଶାରେ। ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରାଣ ବଳି ଦେଇଛନ୍ତି। ଏହି ପ୍ରଶ୍ନ ସମିତିକୁ ବ୍ୟଥିତ କଲା। ତା ପୂର୍ବରୁ ରେଭେନ୍ସା ସାହେବ ମଧ୍ୟ ବେଙ୍ଗଲ ସରକାରଙ୍କୁ, ବେଙ୍ଗଲ ଗଭର୍ଣ୍ଣରକୁ ଏ ବିଷୟରେ ସୂଚନା ଦେଇଥିଲେ। ସେମାନେ ରେଭେନ୍ସା ସାହେବଙ୍କର କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଇଏ ବାରମ୍ବାର ରିକ୍ୱେଷ୍ଟ କରିଥିଲେ ଏବଂ ଯେତେ ଯାହାକୁ ରିକ୍ୱେଷ୍ଟ କଲେ ମଧ୍ୟ ତାଙ୍କ କଥା ଯେହେତୁ ବେଙ୍ଗଲ ଲୋକମାନଙ୍କ ପ୍ରରୋଚନାରେ ଏ କଥାକୁ ପ୍ରତ୍ୟାଖ୍ୟାନ କଲା ପରେ ବାଧ୍ୟ ହୋଇ ସେ ଇଂଲଣ୍ଡକୁ ଚିଠି ଲେଖିଥିଲେ ଏବଂ ଏହା ପାର୍ଲିଆମେଣ୍ଟରେ ତାଙ୍କ ଯେଉଁ ହାଉସ୍ ଅଫ୍ ଲର୍ଡସ୍, ହାଉସ୍ ଅଫ୍ କମନ୍ସ, ଏଥିରେ ଆଲୋଚନା ହେଇଥିଲା ଏବଂ ସେମାନେ ହୃଦୟଙ୍ଗମ କରିଥିଲେ ଯେ ପ୍ରକୃତରେ ଏମିତି ଗୋଟେ ଘଟଣା ଘଟିଛି। ତେଣୁ ସେଥିପାଇଁ ସହାୟତା ଦେବା ପାଇଁ ସେମାନେ ଗୋଟେ ଜାହାଜରେ ଖାଦ୍ୟ ପଠାଇଥିଲେ ଏବଂ ସେ ଖାଦ୍ୟ ଆସି ପୁରୀରେ ଯେତେବେଳେ ଲାଗିଲା, ବିକଜ ସେହି ସମୟରେ ଗୋଟେ କେବଳ ୱାଟର କମ୍ୟୁନିକେସନ୍ ଥିଲା, ଆଉ କୌଣସି ଭାବରେ ଆସି ପହଞ୍ଚି ପାରିବ ନାହିଁ। ଇଏ ତାଙ୍କ ପ୍ରୟାସରେ ଆସିଥିଲା ଏବଂ ଲୋକମାନଙ୍କର ଯେଉଁ ଭାଷା ସମସ୍ୟା ଥିଲା ଯେ ବେଙ୍ଗଲ ଲୋକମାନେ ଓଡ଼ିଆ ଲୋକମାନଙ୍କର ସମସ୍ୟାକୁ କମିଶନଙ୍କ ଆଗରେ କହୁଥିଲେ। ସିଏ ଯେମିତି କହୁଥିଲେ
कमिशनर से ही भाव में बुझुले कारण ओडिया लोक मैंने कमिशनर सहित कौन विषय सहित कथबार्ता हो पार नथिले। ये एक मुख्य समस्या था एवं जो कथा को आधार करके रेभेन्सा साहेब अनुभव कले जे गोटे भाषा पाई आज लक्ष लक्ष लोक मरीगले जो शिक्षा पाई ओडिशार लक्ष लक्ष लोक मरीगले जो से स्थिर कले जे गोटे अनुष्ठान शिक्षा अनुष्ठान तैयारी करेंगे जो ओडिया माने पाठ पढ़े एवं इंग्राजी शासन सहित से प्रत्यक्ष कम्युनिकेशन रहिबो एवं समस्त कथा आम आपस विचार करके प्रशासन क्षेत्र में प्रयोग कर इंग्राजी सरकार को से प्रशासन में सहायता करेंगे आउ ये दुई जन मध्य आउ मध्यस्थता कहीं करेंगे ना ये विचार को से रखिकी से रेभेन्सा कॉलेज आरंभ करते खाली रेभेन्सा कॉलेज आरंभ करनथिले एवं डीपीआई कलकातार डीपीआई कहते जे तमे 30,000 30,000 टका जदि जोगाड़ करिवो ताहले आमे ए कथा को विचार करें किंतु प्रथम रेभेन्सा कॉलेज स्कूल रे चलीथला रेभेन्सा कॉलेज एवं 30,000 जोगाड़ कला परे तापरे रेभेन्सा गोटे स्वतंत्र परिचय पाइला खाली रेभेन्सा को से परिचय दे नांती एवं से ए जो लोक मानकर मृत्यु एते मर्माहत होइथिले जे कहले केते शीघ्र ओडिशा रे शिक्षा व्यवस्था को त्वरान्वित करा जाय परिबो सेथि पई प्रत्येक जगह से स्कूल सब खोलिले जो स्कूल सब बंद हो जाता से स्कूल खोल के पिला पाठ पढ़े।